रविवार कोदला कल्याण मंडपଠାରେ ଅନୁଷ୍ଠିତ ସ୍ମୃତି ସଭାରେ ମତ ପ୍ରକାଶ କରିଛି। ଭାରତୀୟ ଜନତା ପାର୍ଟି ଆସିକା ସାଂଗଠନିକ ଜିଲ୍ଲା ପକ୍ଷରୁ ରବିବାର କୋଦଳାସ୍ଥିତ କଲ୍ୟାଣ ମଣ୍ଡପଠାରେ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତି ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ସୁଖୀନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଭୁବନେଶ୍ୱର ସାଂଗଠନିକ ସଭାପତି ବିଜୟ କୁମାର ସ୍ୱାଇଁ, କୋଦଳା ନଗରପାଳ ସୂର୍ଯ୍ୟନାରାୟଣ ନାୟକ, ବିଜେପି ବରିଷ୍ଠ ନେତା ଅନିଲ ପଣ୍ଡା, ଯଜ୍ଞନାରାୟଣ ଦାସ, ଆଲୋକ କୁମାର ଶତପଥୀ, ସୀତାରାମ ପାଣିଗ୍ରାହୀ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ କର୍ମମୟ ଜୀବନ, ଭାରତୀୟ ଜନତା ପାର୍ଟି ପାଇଁ ତାଙ୍କର ଅବଦାନ, ରାଜ୍ୟ ପାଇଁ ଅବଦାନ ଆଦି ବିଷୟରେ ସ୍ମୃତିଚାରଣ କରିଥିଲେ। କୋଦଳାରୁ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ, ଆବାଜ ଓଡ଼ିଶା। आज आसिका सांगठनिक जिला तरफ जो स्मृति सभा रखा जाइए, आज कार्यक्रम में उपस्थित आम मार्गदर्शक बड़ भाई खलिकोट विधायक पूर्ण भाई दर्शक संगे सभापति वृंद तथा आमर भारतीय जनता पार्टी तथा देशप्रेमी भाई माने मनुष्य जीवन नुहे केवल वर्ष मास दिन दंड कर्मे किए नर कर्म एकतार कर्मे किए नर कर्म एकतार जीवन मानदंड केते दिन बंचिला सेटा बेटर करा जाए कौन करिछि समाज पई सेटा ही गणना करा जाए। आज श्रद्धांजलि सभा समस्ते उपस्थित रही श्रद्धांजलि देवाक आपण मैंने समस्ते फूल भी देले दीप प्रज्वलन कले। आम जिले में कार्यक्रम काली आम निष्पत्ति नेले एवं आज कार्यक्रम को आगे बढ़ाई विधायक मान